ଉପନ୍ୟାସ ନିଜ ନିଜ ପାନିପଥ। ରଚନା ଜଗଦୀଶ ମହାନ୍ତି। ପଢ଼ି ଶୁଣାଉଛନ୍ତି ଜିତୁ ସାବତ। ପ୍ରଥମ ପରିଚ୍ଛେଦ। ଚାରିଆଡ଼ର ପରିବେଶରେ କେମିତି ଗୋଟେ ମଇଳା ଛାପ ଲାଗି ରହିଛି, ବୁଝି ହୁଏନି। ସବୁକିଛି ଠିକ୍ ସେମିତି ଅଛି। ଟେବୁଲ, ଚେୟାର, ଏମ୍ଟିକେମାନଙ୍କ ଅଫିସ ଘର, ଲ୍ୟାମ୍ପ କେବିନ୍, ବ୍ୟାଟେରୀ ସବୁକୁ ଚାର୍ଜ କରାଯାଉଥିବା ବତି ଘର, ଉପରର ଟିଣ ଛାତ, ପାଖରେ ଥିବା ବଙ୍କର, ସବୁ ଠିକ୍ ଅଛି। ଅଥଚ ପରିବେଶଟା ଯଥେଷ୍ଟ ଉଜ୍ଜଳ ନୁହଁ, କେମିତି ଗୋଟେ ମ୍ରିୟମାଣ ଚେହେରା ଭଳି। ବାଁ ପଟରେ ଲ୍ୟାମ୍ପ କ୍ୟାବିନ୍ର ଦ୍ୱାର, ଡାହାଣ ପଟେ ଏମ୍ଟିକେମାନଙ୍କ କାଉଣ୍ଟର। ତମେ ଯଦି କୋଇଲା ଖଣିରେ କାମ କରୁଛ, ତେବେ ଏମ୍ଟିକେ ପାଖକୁ ଯିବାକୁ ପଡ଼ିବ ଓ ସେଇ ଫର୍ମ ଲେଖା ହୋଇଥିବା ରେଜିଷ୍ଟର ଉପରେ ନଇଁ ପଡ଼ିଥିବ। ସେଠି ତମକୁ ଚିରାଚରିତ ହାଜିରା ଦେବାକୁ ପଡ଼ିବ। ତାପରେ ଏମ୍ଟିକେ ତମକୁ ଗୋଟେ କାଗଜର ସ୍ଲିପ୍ ବଢ଼େଇଦେବ, ଯେଉଁଟାକୁ ନେଇ ତମେ ଲ୍ୟାମ୍ପ କେବିନ୍ ପାଖକୁ ଯିବ ଓ କାଉଣ୍ଟରରେ ଦେଖେଇଲେ ସ୍ଲିପ୍ଟା ତମକୁ ସେଠୁ ଗୋଟେ ଅଣ୍ଡରଗ୍ରାଉଣ୍ଡ ଲାଇଟ୍ ମିଳିବ ବ୍ୟାଟେରୀ ସହ। ତମର ମୁଣ୍ଡର ହେଲମେଟ୍ରେ ଲାଇଟ୍ଟାକୁ ଲଗେଇ ଅଣ୍ଟାରେ ବ୍ୟାଟେରୀଟାକୁ ଖୋସିଦେଲା ମାତ୍ରେ ହିଁ ତମେ ହେଇଯିବ କୋଇଲା ଖଣି ଶ୍ରମିକ, ଯେମିତି ଆମ ଉପନ୍ୟାସରେ ପ୍ରଦ୍ୟୁମ୍ନ ହେଇଯାଇଛି। ପ୍ରଦ୍ୟୁମ୍ନର ଅବଶ୍ୟ ଏଠି ନାଁ ପ୍ରଦ୍ୟୁମ୍ନ ମିଶ୍ର ନୁହେଁ, ତାର ନାଁ ସମାରୁ ଖଡ଼ିଆ। ବାପା ନାଁ ବୈଠୁ ଖଡ଼ିଆ। ସେ ପାଠ ପଢ଼ିନି। ସେ ସିଡ୍ୟୁଲ ଟ୍ରାଇବ୍। ଅଣ୍ଡରଗ୍ରାଉଣ୍ଡରୁ ବାହାରି ଆସିଲା ପରେ ସର୍ଫେସ୍ରେ ପ୍ରଦ୍ୟୁମ୍ନ ଅଲଗା ଲୋକ ହୋଇଯାଏ। ତାର ନାଁ ସେତେବେଳେ ପ୍ରଦ୍ୟୁମ୍ନ ମିଶ୍ର। ନନାଙ୍କ ନାଁ ଶ୍ରୀଯୁକ୍ତ ସର୍ବେଶ୍ୱର ମିଶ୍ର, ରିଟାୟାର୍ଡ ସ୍କୁଲ ମାଷ୍ଟର। ଘର ପୁରୀ ଜିଲ୍ଲାର ଶାସନିଆ ଗାଁରେ। ଘରେ ବାପା ମାଙ୍କ ଛଡ଼ା ଉଚ୍ଚ ଶିକ୍ଷିତା ଓ ବୟଃପ୍ରାପ୍ତା ଭଉଣୀମାନେ ଓ ବେକାର ଅଥଚ ବିବାହିତ ବଡ଼ ଭାଇ, ତାଙ୍କ ସ୍ତ୍ରୀ ଓ 5 ବର୍ଷର ଝିଅଟିଏ, ସମସ୍ତେ ଅଛନ୍ତି। ଅଥଚ ଏମ୍ଟିକେର କାଉଣ୍ଟରରେ ଠିଆ ହେଲାବେଳେ ସି ଫର୍ମ ଉପରେ ନଇଁ ପଡ଼ି ଆଦୌ ଆଖି ଉଠେଇ ଦେଖୁନଥିବା ମାଇନ୍ସ ଟାଇମ୍ କିପରଙ୍କ ନାଁ କ'ଣ ଡାକରେ ପ୍ରଦ୍ୟୁମ୍ନ ପ୍ରଥମେ ନିଜର ଅସଲ ନାଁଟା ହିଁ କହି ପକାଉଥିଲା। ପରେ ପରେ ନିଜର ଭୁଲ ବୁଝିପାରୁଥିଲା ଯେ ଏଇ କୋଇଲା ଖଣିର ପିଟ୍ ହେଡ୍ ଅଞ୍ଚଳକୁ ଆସିଗଲେ ହିଁ ତାର ନିଜସ୍ୱ ପରିଚୟ ବଦଳିଯାଏ ବୋଲି। ଦି ପାଖରେ ବ୍ୟାଟେରୀ ଚାର୍ଜ କରାଯାଉଥିବା ମେସିନ୍ ମଝିରେ ରାସ୍ତାଟେ ଲମ୍ବି ଯାଇଛି ଓ ସେ ରାସ୍ତାରେ ଆଗେଇଲେ ହିଁ ଆଗରେ ତମେ ପାଇବ ଗୋଟେ ଛୋଟ ଦୁଆରଟେ, କବାଟ ଲାଗିନି। ଅସଲରେ ସେଇଟା ହିଁ ଖଣି ଭିତରକୁ ଯିବାର ପ୍ରଧାନ ରାସ୍ତା। ସେଇଠି ଜଣେ ଲୋକ ଠିଆ ହେଇଛି, ତାକୁ ବଡି ଚେକର କୁହାଯାଏ। ସେ ତମ ପକେଟରେ ହାତ ଦେଇ ଦେଖିବ ବିଡ଼ି, ସିଗାରେଟ୍, ଦିଆସିଲି ଇତ୍ୟାଦି ତମେ ନେଇକି ଭିତରକୁ ଯାଉଛ କି ନାହିଁ। ପ୍ରଦ୍ୟୁମ୍ନ କୋଇଲା ଖଣିକୁ ଆସିବା ପୂର୍ବରୁ ତାର ମନେ ହେଉଥିଲା ବହିରେ କିମ୍ବା ଫିଲ୍ମରେ ଦେଖିଥିବା ଛବି ଭଳି ଗୋଟେ ଲିଫ୍ଟରେ ଖଣି ଭିତରକୁ ପଶିକି ଯିବାକୁ ପଡୁଥିବ। ଅଥଚ ଏଇଠି ଆସି କୋଇଲା ଖଣି ଦେଖି ସେ ନିରାଶ ହେଲା। ନା କୌଣସି ପୁଲି ନାହିଁ, ଲିଫ୍ଟ ନାହିଁ, ବରଂ ଏଇ ଦୁଆର ଭିତର ଦେଇ ସୁଡ଼ଙ୍ଗକୁ ପଶିଗଲେ ତାପରେ ଲମ୍ବା ସିଡ଼ି ଭିତରକୁ ପଡ଼ିଛି। ସେଇ ସିଡ଼ିରେ ଓହ୍ଲେଇ ଗଲେ ତମେ ସିଧା ମେନ୍ ଲାଇନ୍ ପାଖରେ ପହଞ୍ଚିଯିବ। ସେଇଠି ଆରମ୍ଭ ଅଣ୍ଡରଗ୍ରାଉଣ୍ଡର ରାଜତ୍ୱ। ସେଇଠି ପ୍ରଦ୍ୟୁମ୍ନ ମିଶ୍ର ବୋଲି ପିଲାଟିର ଅସ୍ତିତ୍ୱ ହିଁ ନଥାଏ। ସେଠି ଥାଏ ସମାରୁ ଖଡ଼ିଆ। ତାର ଡେଜିଗ୍ନେସନ ବଦଳି ଲୋଡର। ତାକୁ ପ୍ରଥମେ ଓଭରମ୍ୟାନ୍ ଲୋଡିଂରେ ଦେଉଥିଲା। ଅବଶ୍ୟ ଲୋଡିଂରେ ଭଲ ପଇସା, କିନ୍ତୁ ପରିଶ୍ରମଟା ବି ବହୁତ ବେଶୀ। ପ୍ରଦ୍ୟୁମ୍ନ ଖଟି ପାରିଲାନି ବୋଲି ଗାଁ ସମ୍ପର୍କରେ କକେଇ, ଯିଏ ୟୁନିୟନ ଅଫିସରେ ବସା ଉଠା କରନ୍ତି, ସେ ମ୍ୟାନେଜରଙ୍କୁ କୁହାବୁଲା କରି ପ୍ରଦ୍ୟୁମ୍ନକୁ ଏବେ ଟପ୍ ଚେକର ପୋଷ୍ଟ କାମରେ ଲଗେଇ ଦେଇଛନ୍ତି। ଟପ୍ ଚେକର ପୋଷ୍ଟଟା ଟିକେ ବାବୁ ଡ୍ୟୁଟି। ତମକୁ ଟିମ୍ବର କୁଲି, ଡ୍ରେସର, ହଲେଜ ଟ୍ରାମର କିମ୍ବା ଟପ୍ ରାଇଟର ପୋଷ୍ଟରେ କାମ କରିବାକୁ ଦିଆଗଲେ କୋଇଲା କଳା ସର୍ବାଙ୍ଗରେ ବୋଳି ତମେ କୁଲି ମଜଦୁର ଭଳି କାମ କରିଥାନ୍ତ। ତାଠୁ ତମେ ଏବେ ଖାତା ଓ ପେନ୍ସିଲଟେ ନେଇ ଟପ୍ ମାନଙ୍କର ଆଉଟପୁଟ୍ ଇନପୁଟ୍ର ହିସାବ ରଖିବ ଓ ସବୁଠୁ ଭଲ କଥା, ଏ ଚାକିରିରେ ତମର ଉପରି 2 ପଇସା ଅଛି। ୟାଠୁ ଭଲ ଚାକିରି କ'ଣ ଥାଇପାରେ? ପ୍ରଦ୍ୟୁମ୍ନ କୋଇଲା ଖଣିକୁ ଆସିବା ପୂର୍ବରୁ ଭାବିଥିଲା ଗପ ବହିରେ Sample complete. Ready to continue?